ନୂତନ ବର୍ଷର ଶୁଭେଚ୍ଛା ସମସ୍ତଙ୍କୁ ମୁଁ ଜ୍ଞାପନ କରେ। ନୂତନ ବର୍ଷରେ ପ୍ରଭୁ ଆମମାନଙ୍କୁ ତାହାଙ୍କର ନୂତନ ଆଶା ଯୋଗାଇଛନ୍ତି, ନୂତନ ଅନୁଗ୍ରହ, ନୂତନ ଦୟା, ନୂତନ ସମସ୍ତ ବିଷୟ ଆମମାନଙ୍କୁ ପ୍ରଦାନ କରିଅଛନ୍ତି। ତେଣୁକରି ସେହି ନୂତନ ବର୍ଷର ନୂତନ ଆଶା ନିମନ୍ତେ ତାହାଙ୍କର ଜୀବନ୍ତ ବାକ୍ୟ ମୁଁ ଆପଣମାନଙ୍କର ସମ୍ମୁଖରେ ରଖିବା ପାଇଁ ଚାହେଁ। ତାହା ଆମମାନଙ୍କର ଅତି ସୁପରିଚିତ ଅଂଶ। ଯଦି ଆମେ ଦେଖିବା ଯେଶାୟା 43 ତାର 19 ପଦ, ସେଠାରେ ଏ ପ୍ରକାର ଲେଖାଯାଏ, ଦେଖ ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା, ତାହା ଏବେ ଅଙ୍କୁରିତ ହେବ, ତୁମମାନେ କି ତାହା ଜାଣିବ ନାହିଁ। ଆହୁରି ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦ ନଦୀ କରିବା। ପ୍ରଭୁ ଏ ପଠିତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ତାଙ୍କର ଏହି ବାକ୍ୟର ସତ୍ୟତାରେ ଆମମାନଙ୍କୁ ତାହାଙ୍କର ସେ ନୂତନ ଆଶା ଓ ନୂତନ ସତ୍ୟତା ପ୍ରଚୁର ପରିମାଣରେ ପ୍ରକାଶ କରନ୍ତୁ। ଏଠାରେ ପ୍ରଭୁ ତାଙ୍କର ବାକ୍ୟରେ କହୁଛନ୍ତି ଯେ ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା। ଆମେ ସମସ୍ତେ ନୂତନ ବର୍ଷ ନିମନ୍ତେ ଅପେକ୍ଷାରତ ବା ଆମେ ଅପେକ୍ଷାରେ ଥିଲୁ। କିନ୍ତୁ କେବଳ ନୂତନ ବର୍ଷ ନୁହେଁ, ଯଦି ଆମେ ପ୍ରଭୁଙ୍କର ବାକ୍ୟ ଧ୍ୟାନ କରିବା, ବାକ୍ୟ ପଢ଼ିବା, ପ୍ରଭୁଙ୍କର ବାକ୍ୟ ଶୁଣିବା, ପ୍ରଭୁ ଆମମାନଙ୍କୁ ତାଙ୍କର ବାକ୍ୟର ନୂତନ ବିଷୟ ପ୍ରତିକ୍ଷଣ ପ୍ରତି ଅବସ୍ଥାରେ ଦେଇଥାନ୍ତି। ଜଣେ ବିଶ୍ୱାସୀ, ଜଣେ ପ୍ରଭୁଙ୍କର ଦାସ, ଯେଉଁମାନେ ପ୍ରଭୁଙ୍କର ସାନ୍ନିଧ୍ୟକୁ ଯାଆନ୍ତି ତାଙ୍କର ଏହି ରବ ଶୁଣିବା ପାଇଁ ବା ଧ୍ୟାନ କରିବା ପାଇଁ, ଆଉ ସେମାନଙ୍କୁ ପ୍ରତି ମୁହୂର୍ତ୍ତରେ ପ୍ରଭୁ ନୂତନ ନୂତନ ଚିନ୍ତା, ନୂତନ ନୂତନ ସତ୍ୟତା, ନୂତନ ନୂତନ ଭରସା ଆଉ ତାହାଙ୍କର ଦୟା ଏବଂ ମହତ୍ ବିଷୟ ଗୁଡ଼ାକ ସେ ପ୍ରକାଶ କରିଥାନ୍ତି। ଏହି ବାକ୍ୟରେ ସେ କହନ୍ତି ଯେ ଆମ୍ଭେ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା। ହଁ ପ୍ରିୟମାନେ, ବର୍ତ୍ତମାନ ସେ ଆମମାନଙ୍କୁ ଯେ କେବଳ ନୂତନ ବର୍ଷ ବା ବୟସ ନୂତନ ବର୍ଷ ପ୍ରଦାନ କରିଛନ୍ତି ତାହା ନୁହେଁ, କିନ୍ତୁ ଆମମାନଙ୍କୁ ସେ ନୂତନ କାର୍ଯ୍ୟ, ତାଙ୍କର ନୂତନ ବିଷୟ ଆମମାନଙ୍କ ଠାରେ ସେ କରିଅଛନ୍ତି, କରିବା ପାଇଁ ଯାଉଛନ୍ତି ନୂତନ ଭାବେ, ଯାହାକି ତାହା ପ୍ରକାଶିତ ହେବ, ଅଙ୍କୁରିତ ହେବ ବୋଲି ଆମେ ଦେଖୁ। ଆଉ ତୁମେ ଜାଣିବ ବୋଲି ପ୍ରଭୁ କହୁଛନ୍ତି। କେଉଁ ବିଷୟ, କି ପ୍ରକାର ଭାବେ ଆମେ ଜାଣିପାରିବା? ଯଦ୍ୟପି ଆମମାନଙ୍କର ଜୀବନରେ ପ୍ରାନ୍ତର ଭଳି ଅବସ୍ଥା ଅଛି, ଯଦ୍ୟପି ଆମମାନଙ୍କର ଜୀବନ ଗୋଟେ ମରୁଭୂମି ସଦୃଶ ଅବସ୍ଥା ଅଛି, ପ୍ରାନ୍ତରରେ ଆମେ କେବେ ବି ପଥ ପାଇପାରିବା ନାହିଁ। ପ୍ରାନ୍ତର ଆଉ ସେ ମରୁଭୂମି ଭଳି ଜାଗାରେ ଆମେ ଜଳ ପାଇପାରିବା ନାହିଁ। ତାହା କେତେ କଷ୍ଟକର ବିଷୟ। ତଥାପି ପ୍ରଭୁ ତାଙ୍କର ନୂତନ କାର୍ଯ୍ୟ ଆରମ୍ଭ କରିବେ। ପ୍ରାନ୍ତର ଭଳି ସ୍ଥାନରେ ସେ ପଥ ପ୍ରସ୍ତୁତ କରିବେ। ତାପରେ ଆମେ ଦେଖୁ ଯେ ମରୁଭୂମି, ଯେଉଁଠିକି ଜଳର ଅଭାବ ଦେଖାଯାଏ, କିନ୍ତୁ ସେ କହୁଛନ୍ତି ନଦ ନଦୀ କରିବି ବୋଲି। ଏହା ହେଉଛି ପ୍ରଭୁଙ୍କର ସେ ମହତ୍ ସତ୍ୟତା ଏବଂ ମହାନ ଭରସା। ଯେଉଁମାନେ ଏହି ପ୍ରଭୁଙ୍କର ବାକ୍ୟରେ ବିଶ୍ୱାସ କରୁଅଛନ୍ତି, ସେ ବିଶ୍ୱାସ ପ୍ରତି ଏହି ବାକ୍ୟର ଆଶୀର୍ବାଦ ପ୍ରାପ୍ତ ହେବେ। ସେ ବିଶ୍ୱାସୀମାନଙ୍କ ପ୍ରତି ଏ ବାକ୍ୟର ଆଶୀର୍ବାଦ ପ୍ରଦାନ କରାଯିବ। ଆମେ ବିଶ୍ୱାସ କରିବାର ଅଛି ଯେ ପ୍ରଭୁ ଆମମାନଙ୍କ ଜୀବନରେ ଆରମ୍ଭ କରିଛନ୍ତି। ଏହି ନୂତନ ବର୍ଷରେ ପ୍ରଭୁ ଆମମାନଙ୍କୁ ନୂତନ ବିଷୟ ପ୍ରଦାନ କରିବା ପାଇଁ ଯାଉଛନ୍ତି। ତାହା ଦେଖାଯିବ। ଯଦ୍ୟପି ଆମମାନଙ୍କର ଜୀବନ ପ୍ରାନ୍ତର ଭଳି ଅବସ୍ଥା, କିଛି ବାଟ ଦେଖାଯାଉ ନାହିଁ, ପଥ ଭ୍ରଷ୍ଟ ହୋଇଯାଇଛୁ ଆମେ ଏହି ଜୀବନର ପଥରେ। କ'ଣ କରିବି, କେଉଁ ଆଡ଼କୁ ଯିବି, ଅନେକ ଚିନ୍ତା ଭାବନା ଘେରି ଆସିଛି ମନୁଷ୍ୟର ବ୍ୟକ୍ତିଗତ ପାରିବାରିକ ମାଣ୍ଡଳିକ ଜୀବନରେ। ହେଲେ ମଧ୍ୟ ପ୍ରଭୁ ତାଙ୍କର ବାକ୍ୟ ଦ୍ୱାରା ଏହି ନୂତନ ବର୍ଷରେ କହିବା ପାଇଁ ଚାହୁଁଛନ୍ତି ଯେ ଆମ୍ଭେ ମରୁଭୂମିରେ ପଥ ପ୍ରସ୍ତୁତ କରିବୁ। ଯଦ୍ୟପି ସେ ପ୍ରାନ୍ତରରେ ପଥ ପ୍ରସ୍ତୁତ କରିବେ ଏବଂ ମରୁଭୂମିରେ ନଦ ନଦୀ କରିବୁ ବୋଲି ସେ କହିଅଛନ୍ତି। ପ୍ରିୟମାନେ, ଯଦ୍ୟପି ଆପଣଙ୍କର ଜୀବନ ସେହି ପ୍ରାନ୍ତର ଭଳି ଅବସ୍ଥା ପରିସ୍ଥିତି, ଆପଣଙ୍କ ଜୀବନ ଯଦି ସେ ମରୁଭୂମିରେ
ଜଳ ଅଭାବ ସମସ୍ୟା, ତାହେଲେ ମଧ୍ୟ ଆମମାନଙ୍କର ସେଇ ପ୍ରଭୁ, ସେଇ ପରମେଶ୍ୱର, ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛୁ, ଯେଉଁ ପରମେଶ୍ୱରଙ୍କ ଠାରେ ଆମେ ଭରସା ରଖିଛୁ, ସେ ହିଁ ତାହା ଏହି ନୂତନ ବର୍ଷରେ ସାଧନ କରିବେ। ଏହା ହିଁ ଆମମାନଙ୍କର ଆଶା, ନୂତନ ଆଶା ହେବା ଦରକାର ପ୍ରଭୁଙ୍କର ବାକ୍ୟ ପ୍ରକାରେ। କାରଣ ସେ ଏ ସମସ୍ତ ବିଷୟ କହିଛନ୍ତି, ସେ କରିବେ। ତେଣୁକରି ଆମେ ସମସ୍ତେ ଏହି ଭରସାରେ ଏହି ନୂତନ ବର୍ଷରେ ଆଗକୁ ବଢ଼ିବା। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଯଦି ନୂତନ, ତାହେଲେ ମୋ ସହିତ ଜଡ଼ିତ ରହିବା ପାଇଁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ SKS Gospel ମିନିଷ୍ଟ୍ରିରେ ଆପଣ ଜଡ଼ିତ ହୁଅନ୍ତୁ। ଆଉ ସବସ୍କ୍ରାଇବ୍ ବଟନ୍ରେ ଆପଣ ଦବାନ୍ତୁ। ତା ସହିତ ଯଦି ଭଲ ଲାଗିଲା ଲାଇକ୍ କରନ୍ତୁ। ଆଉ ଅନେକଙ୍କୁ ମଧ୍ୟ ଏହି ନୂତନ ବର୍ଷର ନୂତନ ଆଶା ବା ନୂତନ ଭରସାର ବାକ୍ୟକୁ ସେୟାର କରନ୍ତୁ। ଆଉ ମୋ ନିମନ୍ତେ ପ୍ରାର୍ଥନା କରନ୍ତୁ। ବର୍ଷ ତମାମ ପ୍ରଭୁ ଅନୁଗ୍ରହ କଲେ, ଅନେକ ପ୍ରକାର ଘାତ ପ୍ରତିଘାତ, ଅନେକ ପ୍ରକାର ରୋଗ କ୍ଲେଶ ଦୁଃଖ ଏସବୁରୁ କଢ଼ାଇ ନେଲେ। ଆଉ ଏ ନୂତନ ବର୍ଷରେ ତାଙ୍କର ସାକ୍ଷୀ ହେବା ପାଇଁ, ତାଙ୍କର ସେବାକୁ ବୃଦ୍ଧି କରିବା ପାଇଁ ପ୍ରଭୁ ସୁଯୋଗ ଦେଇଛନ୍ତି। ତେଣୁକରି ଆମେ ମିଳିତ ଭାବେ ପ୍ରଭୁଙ୍କର ଗୌରବ କରିବା, ମିଳିତ ଭାବେ ଆମେ ଆଗକୁ ବଢ଼ିବା। ମୋର ପ୍ରତି ସମୟ ଅବସ୍ଥା ପରିସ୍ଥିତି ଆଉ ସେବାର ସବୁ ଭିଡ଼ିଓ ଆପଣମାନେ ଦେଖିପାରିବେ, ଜାଣିପାରିବେ। ତେଣୁକରି ମୋ ସହିତ ଜଡ଼ିତ ରୁହନ୍ତୁ, ପୁଣି ମୋ ପାଇଁ ପ୍ରାର୍ଥନା କରନ୍ତୁ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।